ତ ଭାତ ଫୁଟୁଛି ଏପଟେ ତ ସାଙ୍ଗମାନେ ପରିବା ଘରେ ଗୋଟେ ନାହିଁ ତ ପରିବା ଗୋଟେ ଘରେ ନାହିଁ ତ କ'ଣ ଧରି ଭାତ ଖାଇବୁ ବଡ଼ ଚିନ୍ତାରେ ଏବେ ମୁଁ ପଡ଼ିଗଲିଣି। ତ ହେଙ୍କୁ କହିଲି କିଛି ପରିବା ନାହିଁ ଯେ କହିଲେ ଆଜି ଏମିତି ଚଳେଇଦେବା କହିଲେ ହିନ୍ତି କେମିତି ଚଳେଇଦେବା କିଛି ନାହିଁ ଗରମ ଭାତରା ଧରିକିରା ଧରିକି ଗରମ ଭାତରା ଖାଇବୁ କିଛି ତ ନାହିଁ ନା। ସାଙ୍ଗମାନେ ଏମିତିକା କଥା ଏମିତିକା ବେଳେ ବେଳେ ବି ମାନେ ଏତେ ମାନେ ଅସୁବିଧା ହେଇଯାଉଛି ଘରର ଯେ ବହୁ ସାଙ୍ଗମାନେ ଦୁଃଖ ଲାଗେ ମୋତେ। ତ ସାଙ୍ଗମାନେ ଏତେ ଦୁଃଖ ଭିତରେ ଥାଇକି ବି ସବୁବେଳେ ସାଙ୍ଗମାନେ ମୁଁ ହସୁଥାଏ ହେଲା। ମୋ ଦୁଃଖଟା ମୁଁ କାହାକୁ ପ୍ରକାଶ କରିପାରେନି। ତ ଏବେ ଏକା କ'ଣ ପାଇଁ ମୋବାଇଲରେ ଯେହେତୁ ମୁଁ ସୋସିଆଲ ମିଡ଼ିଆରେ ଏବେ କାମ କରୁଛି ତ ମୋ ଦୁଃଖ ସୁଖ ଆପଣମାନଙ୍କୁ ମୁଁ ସେୟାର କରୁଛି। ତ ମୋ ଦୁଃଖଟା ସାଙ୍ଗମାନେ ମୁଁ ଏବେ ଯାକେ କାହାକୁ କହେନି, ଆପଣମାନଙ୍କୁ କହିଦେଉଛି ଆପଣମାନଙ୍କୁ। କିନ୍ତୁ ମୁଁ ଭାବୁଛି ମନେ ମନେ କ'ଣ ପାଇଁ ମାନେ ଆପଣମାନଙ୍କ ସହିତ ସବୁ ଦୁଃଖ ସୁଖ ସେୟାର କରୁଛି। ମୋ ନିଜର ଲୋକ ଆପଣମାନେ ମୋତେ ନିଜର ଲୋକ ପରିକା ଆମର ଲାଗୁଛନ୍ତି, ନିଜ ରକ୍ତର ଲୋକ ପରିକା ମୋତେ ଲାଗୁଛନ୍ତି। ହେଲା ମୋତେ କେତେ ସପୋର୍ଟ କେତେ ବହୁତ ମାତ୍ରାରେ ମୋତେ କରୁଛନ୍ତି। ନୂଆ ନୂଆ କହିଲେ ସେମାନେ ଆଖିରେ ଲୁହ ପଳେଇ ଆସୁଛି। କହିଲେ ଆଖିରେ ଲୁହ ପଳେଇ ଆସୁଛି। ଆପଣମାନଙ୍କ ସହିତ କଥା ହେଇ ମୋତେ ବହୁତ ଭଲ ଲାଗୁଛି ବି। ତ ସେଥିଲାଗିକା ଦିନେ ଯଦି ମାନେ ମୋବାଇଲ ନାହିଁ ଯୋଗୁଁ ଆପଣମାନେ କହୁଥିବେ ସବୁବେଳେ କଥା ହେଉଛନ୍ତି ମୋବାଇଲ ନାହିଁ ବୋଲି। ମୋବାଇଲ ସତରେ ସାଙ୍ଗମାନେ ନାହିଁ, ମୋବାଇଲ ଅଛି ଭାଇ ଧରିକି ଡ୍ୟୁଟି ପଳେଇ ଯାଉଛନ୍ତି ହେଲା। ତ ଏମିତିକା କଥା। ଯେତେ ଦୁଃଖ ଆସିଲେ ବି ସୁଦ୍ଧା ସବୁବେଳେ ଖୁସିରେ ରହିବାଟା ଭଲ। ଆସୁ ଯେତେ ଦୁଃଖ ଯେତେ ଝଡ଼ ଝଞ୍ଜା ଯେତେ ଆସୁ ଦୁଃଖ କିନ୍ତୁ ଖୁସିରେ ରହିବାଟା ଏଇଟା ହେଉଛି ବଡ଼ କଥା। ଆଉ ସବୁବେଳେ ଯେତେ ଦୁଃଖ ଆସିଲେ ଆଉ ସବୁବେଳେ ମନଟାକୁ ମାରିକିନା ରହିବା କି ଆପଣମାନଙ୍କୁ ସବୁ ମାନେ ସବୁବେଳେ ହେଇ ଦୁଃଖ କଥାଟା କହିଲେ ବି ସୁଦ୍ଧା ଆପଣମାନେ କହିବେ ଆଉ ସବୁବେଳେ କଥା ମାନେ ବ୍ଲଗ୍ ଭିଡ଼ିଓରେ ସବୁବେଳେ ସେଇ କଥା ଗୁଡ଼ାକ କହୁଛନ୍ତି। ତ ଆପଣମାନେ ବି ମୋତେ ଖରାପ ଭାବିବେ ନା, ସେଥିଲାଗିକା କିଛି କହିପାରୁନି ଆପଣମାନଙ୍କୁ। ତ କେହି ତ କହିଦେବେ ନା, ଖାଲି ଏଇ ଭିଡ଼ିଓ ବନଉଛି ଖାଲି ହେଇ କଥାଟା କହୁଛି କହିବେନି। ତ ସେଇଥିଲାଗି ସାଙ୍ଗମାନେ କିଛି କହିପାରୁନି। ମୋ ଦୁଃଖ କଥା ମୋ ମନରେ ଚାପିକି ରଖିଛି ଏମିତିକା। ସବୁବେଳେ ଦୁଃଖ କଥା ଆପଣମାନଙ୍କୁ କହିବି, ଆପଣମାନେ ତ ସପୋର୍ଟ ସିନା କରିବେ କି ଆମ ଘରେ ଆଣିନା ଦେଇଦେବି। ସବୁବେଳେ ଯଦି କହିବି ସପୋର୍ଟ ଆପଣମାନେ ସମସ୍ତେ କରିବେ ନିଶ୍ଚିନ୍ତ ଭାବରେ। ବହୁତ ମାତ୍ରାରେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ, କମେଣ୍ଟ ମଧ୍ୟ କରିବେ। କିନ୍ତୁ ଆମ ଘରେ ଆଜି ଯୋଉଟା ନାହିଁ ତ ସେଇ ବିଷୟରେ ମୁଁ କହିଦିଆ ଯେ ଏଇଟା କି ଏଇଟା ନାହିଁ ବୋଲି। ହେଲେ କେହି ତ ବିଶ୍ୱାସ କରିବେ, କେହି ତ ବିଶ୍ୱାସ କରିବେନି ହେଲା। ଅଭାବ ସ୍ୱଭାବ ସମସ୍ତଙ୍କର ଦୁନିଆରେ ସମସ୍ତେ ମାନେ ଅଛନ୍ତି, ସମସ୍ତଙ୍କର ବି ଲାଗି ରହିଛି। ତ ଏଇ ଆମ ଗରିବ ଲୋକମାନଙ୍କର, ଆଉ ଧନୀ ଲୋକ ତ ସାଙ୍ଗମାନେ ଛାଡ଼ନ୍ତୁ ତାଙ୍କ କଥା। ଭଗବାନ ତାଙ୍କୁ ସେ ବହୁତ ଭଲ ମାନେ ଭଲ କର୍ମ କରୁଛନ୍ତି, ଭଲ ସେ ସେଇଥିଲାଗିକା ମାନେ ଜନ୍ମ ପାଇଛନ୍ତି ଧନୀ ଘରେ। ଆମେ କେମିତି କର୍ମ କରିକି ଜନ୍ମ ହେଇଛେ ଯେ ସବୁବେଳେ ଆମର ଦୁଃଖ ହେଲା। ଆମେ ଗରିବ ଘରେ ଜନ୍ମ ହେଇଛେ କିନ୍ତୁ ସବୁବେଳେ ଆମର ଦୁଃଖ ହେଲେ ବି ସୁଦ୍ଧା ଆମେ ହସିପାରିବା। ମନ ଭିତରେ ସବୁବେଳେ ଦୁଃଖ ରଖିକି ଆମେ ସବୁବେଳେ ହସିପାରିବା ସାଙ୍ଗମାନେ ହେଲା। ଯେତିକି ହସିଲେ ସେତିକି ବି ଭଲ, ଦେହ ପାଇଁ ବି ଭଲ ହସିଲେ। ତ ଏମିତିକା କଥା ଆଜିର ଭିଡ଼ିଓଟି। ଆପଣମାନଙ୍କ ସହିତ କଥା ହେଉଛି, ଆପଣମାନଙ୍କୁ କେମିତି ଲାଗୁଛି କେଜାଣି। ମୋ କଥା କହିବାର ଯଦି ଭୁଲ ଅଛି ଆପଣମାନେ ମୋତେ ବି କ୍ଷମା କରିଦେବେ। ଆଉ ମୋ ଭିଡ଼ିଓ ଆପଣମାନେ ଭାଇ ଭଉଣୀମାନେ କେଉଁ ଜାଗାରେ ଯାଇକି ପହଞ୍ଚି ପାରୁଛି, ମୋ ଭିଡ଼ିଓ ଆପଣମାନେ କେଉଁଠୁ ଦେଖୁଛନ୍ତି ମୋତେ ଟିକେ କମେଣ୍ଟ କରିକି କୁହନ୍ତୁ। ମୋତେ ଆହୁରି ବହୁତ ମୋତେ ଖୁସି ଲାଗିବ ହେଲା। କେଉଁ ଏରିଆରେ ଯାଇକି ମୋ ଭିଡ଼ିଓ ପହଞ୍ଚି ପାରୁଛି, କେଉଁ ଏରିଆର ଲୋକମାନେ ମୋତେ ମୋ ଭାଇ ଭଉଣୀମାନେ ମୋତେ ଦେଖୁଛନ୍ତି ସେଇଟା କମେଣ୍ଟ କଲେ ମୋତେ ବହୁତ ଖୁସି ଲାଗିବ ହେଲା। ଆଉ ମୋ ସହିତ ଯୋଡ଼ି ହେଇକି ସବୁବେଳେ ରୁହନ୍ତୁ, ବଡ଼ ଭଣ୍ଡାକୁ ସପୋର୍ଟ କରନ୍ତୁ। ସପୋର୍ଟ କଲେ ତ ଯାଇକି ମୁଁ ଆଗକୁ ନିଶ୍ଚିନ୍ତ ଭାବରେ ବଢ଼ିବି, ମାନେ ଯିବି ଆଗକୁ ସବୁ କ୍ଷେତ୍ରରେ। ମାନେ ସବୁ ଏଇ ଛୋଟରୁ ସବୁ ବଡ଼ ହେଇଛନ୍ତି ହେଲା। ସବୁ ଛୋଟରୁ ସବୁ ୟୁଟ୍ୟୁବର ଭାଇ ଭଉଣୀମାନେ, ବଡ଼ ୟୁଟ୍ୟୁବର ଭାଇ ଭଉଣୀମାନେ ସେମାନେ କ'ଣ ସଡ଼ନ ଉପରକୁ ଉଠିଗଲେ, ଏଇ ଛୋଟରୁ ସବୁ ବଡ଼ ହେଇଛନ୍ତି। ତ ସେମିତିକା ଛୋଟରୁ ଆମକୁ ସମସ୍ତେ
ମୋତେ ସମସ୍ତେ ଭାଇ ଭଉଣୀମାନେ ଯଦି ସପୋର୍ଟ କରିବେ, ମୋ ମାଉସୀ ସମସ୍ତେ ଯଦି ସପୋର୍ଟ କରିବେ, ମୋ ଭିଡ଼ିଓ ଯଦି ଦେଖୁଛନ୍ତି ମୋତେ ସପୋର୍ଟ କଲେ ଯାଇ ମୁଇଁ ସେମିତି ଆଗକୁ ଯାଇପାରିବି। ତ ଏମିତିକା କଥା। ଆଉ କ'ଣ ଆପଣମାନଙ୍କୁ ଆଉ କହିବି, ମୋ ଦୁଃଖ ସୁଖର ତ ଆପଣମାନଙ୍କୁ ସବୁ କହୁଛି ଭିଡ଼ିଓରେ। ଆଉ ଭିଡ଼ିଓ ସାଙ୍ଗମାନେ ବି ବହୁତ ଲମ୍ବା ହେଇଯିବ। ବର୍ତ୍ତମାନ ଆମର ଠିକ୍ ରାତିରେ ଭାତ ଫୁଟୁଛି ସାଙ୍ଗମାନେ, ଦେଖାଯାଉନି ତ ଆଉ କିରା କରିବି। ନାଇଁନି ତ ହିଆ ଲାଇଟ୍ କମ୍ ଦିଆ ହେଇଛି। ହଁ ତ ଲାଇଟ୍ କମ୍ ଦେଲେ ବି ଏତିକି ଦେଖାଯାଉନି, ମାନେ ଲାଇଟ୍ ଆଡ଼େ କଲେ ଯାଇନା। ଭାତ ଫୁଟୁଛି ଦେଖନ୍ତୁ, କୁଇଲା ଆଞ୍ଚ ଦାଉ ଦାଉ ପୁରା କରୁଛି। ଆଉ କ'ଣ କରିବା। ହାଇ ନମସ୍ତେ, କେମିତି ଅଛନ୍ତି ସମସ୍ତେ? ତ ଜୟ ଜଗନ୍ନାଥ, ଜୟ ମା। ମୁଁ ସୁରେଖା ଆସିଗଲି ଆଉ ଗୋଟେ ନୂଆ ଭିଡ଼ିଓରେ। ଆପଣମାନେ ସମସ୍ତେ କେମିତି ଅଛନ୍ତି? ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଆପଣମାନେ ସମସ୍ତେ ଭଲରେ ଥାଆନ୍ତୁ, ଖୁସିରେ ଥାଆନ୍ତୁ, ସୁସ୍ଥ ଥାଆନ୍ତୁ। ଆପଣମାନଙ୍କ ଚଲାପଥ ଖୁସିମୟ ହଉ। ତ ମୋ ସାଙ୍ଗମାନେ ବହୁତ ଭଲରେ ଅଛି। ଚାଲନ୍ତୁ ଆଜିର ଭିଡ଼ିଓଟିକୁ ଆଗ ଆରମ୍ଭ କରିବା। ସାଙ୍ଗମାନେ ପଳେଇଲେଣି। ସାଙ୍ଗମାନେ ଟାଇମ୍ ବର୍ତ୍ତମାନ ହେଇଛି କେତେଟା ଟାଇମ୍ ହେଲାନି? ହଁ 8ଟା 6:20, 6ଟା ମାନେ ଶୁଭ ସନ୍ଧ୍ୟା ହେଲା, ସନ୍ଧ୍ୟା ଟାଇମ୍। ବସିଥିଲେ ଭିଡ଼ିଓ ବାଲା ପଳେଇଲେ ଉଠିନା। ତରକାରୀ କରାଯିବ ବୋଲି ଭାଗନା ଚାଲିଛି ବିଚାର। ବିଚାରୁ ଫଳିଲା ବୁଝେ ସାରୁ। ମୁଁ ଏନେ କହୁଛି କିରା ଲୁଣ କରିବା, ଭାତ ତ ଫୁଟୁଛି କିରା କରିବା ଯେ ବର୍ତ୍ତମାନ ଯାଉଛନ୍ତି ପିନ୍ଧିକିନା ସାର୍ଟ ତ ଦୋକାନ ଆଡ଼େ ଯିବେ, କ'ଣ ଆଣିବେ ଦୁଇଟା କରିବା, ତୋଣ କରିବା। ଆଉ କିଛି ନାହିଁ। ଆଉ ଖାଲି ଭାତରା କେମିତି ଖାଇବା ଆଜି? ଚୁଛା ଭାତ, ଲୁଣ ଭାତ ଆଜି ଖାଇବା। ଲୁଣ ଭାତ, ଗରମ ଭାତକୁ ଲୁଣ ଗୁଣ୍ଡା। ଲୁଣ ଗୁଣ୍ଡା ଆଜି ଖାଇବା, ଲୁଣ ଗୁଣ୍ଡା ହେଲା, ଖାଇ ହେବନି। ସାଙ୍ଗମାନେ ଶୁଭ ସକାଳ। ସକାଳୁ ଆଜି ବ୍ଲଗ୍ଟି ଷ୍ଟାର୍ଟ କରୁଛି। ଟାଇମ୍ ବର୍ତ୍ତମାନ ହେଇଛି 6:30। ଦେଖନ୍ତୁ କୁହୁଡ଼ିଆ ପାଗ ତ ଛାଡ଼ିନି। ଏପଟେ ଚୁଲି ଲଗେଇ ଦେଇଛି। ତ ବର୍ତ୍ତମାନ ଆମର ଆଳୁ ଆଉ ବୁଟ ଭଜା ହେବ। ତ ଦେଖନ୍ତୁ ଏଠି ଆଳୁ ଆଉ ପିଆଜ ଏଠି କାଟିକି ରଖିଦେଇଛି। ତ ଏଠି ଦେଖନ୍ତୁ କାବିଲି ବୁଟ ତ ଏଠି ବତୁରା ହେଇକି ରଖା ହେଇଛି। ତ ଏଠି ଆମର ଅଦା ରସୁଣ ପେଷ୍ଟ ଟିକେ ଏଠି ରହିଛି। ତ ଚାଲନ୍ତୁ ଏବେ ବନେଇବା। ତ ପ୍ରଥମେ ମୁଁ ଆଗ କଢ଼େଇ ବସେଇଲି। ଲଙ୍କା ଗୁଣ୍ଡ